ହଉଛି ସେଇ ଜାଗା ଆପଣ ଯେଟା ଖୋଜୁଥିଲେ ବା। କାମଟା ଅଟକି କାଇଁ ରହିଛି? କଣ ଅସୁବିଧା ହଉଛି? ହେଲେ ମ୍ୟାଡାମ ଗୋଟିଏ ଅସୁବିଧା ଅଛି। ସେ ବୁଢା ମାଷ୍ଟର ଜମା ମଗୁନି ଯାତ୍ରାଟାକୁ ଟୋଟାଲ ମାଡ଼ି ବସୁଛି। ସରି ମ୍ୟାଡାମ, ସରି ମ୍ୟାଡାମ। ତାହେଲେ କଣ କହୁଛୁ? କାମଟା ମ୍ୟାଡାମ ଆପଣ ଗୋଟେ କାମ କରନ୍ତୁ, ସେ ଖାଲି ବୁଢା ମାଷ୍ଟର କଥାଟା ବୁଝିଦେଲେ ଗାଁ ଲୋକମାନେ ଆପଣ ଟୋଟାଲ ସେ ଜାଗା ଛାଡ଼ିଦେବେ। ବୁଢା ମାଷ୍ଟର କଥାରେ ଟୋଟାଲ ସେ ଗାଁରୁ ଚାଲୁଛି। ହଉ ଚାଲ। ତୁ ଭୁଲି ରହିଲୁ। ହେଲେ ମ୍ୟାଡାମ ସେ ଜାଗାଟା ଗଙ୍ଗା ମ୍ୟାଡାମ କନା। ଗଙ୍ଗା? ଗଙ୍ଗା କିଏ? ମ୍ୟାଡାମ କ୍ୟାପ୍ଟେନ ଗଙ୍ଗା, ଆପଣ ଜାଣିନାହାନ୍ତି କି? ହଉ, ତା ସହିତ ଗୋଟେ ମିଟିଂ ଟା ଫିକ୍ସ କର। ହଉ। କ୍ୟାପ୍ଟେନ ଗଙ୍ଗା। ଆ ଇ ଆଇ ପ୍ରଣାମ ମ୍ୟାଡାମ। ହେଲେ ଆପଣ ଏଠି କିଛି କାମ ଥିଲା କି? ହଁ, କାମ ତ ଥିଲା, ହେଲେ ଆପଣ କରିବାକୁ ଦେଲେ ତ? ମାନେ ମୁଁ ତ କିଛି ବୁଝିପାରିଲିନି। ବୁଝିପାରିଲେନି? ହଉ, କିଛି ନାହିଁ, ମୁଁ ବୁଝେଇ ଦଉଛି। କିଛି ବଡ଼ ଜିନିଷ ନାହିଁ, ଆପଣଙ୍କୁ ଏ ଜାଗାଟା ଖାଲି କରିବାକୁ ପଡ଼ିବ। ଖାଲି କରିଦେବି? ହେଲେ କାହିଁକି? କାହିଁକି ନା ମୋର ଗୋଟେ ଡିଲ୍ଟା ଅଟକିକି ରହିଛି। ମୁଁ ଯଦି ଏଇ ଜାଗାଟା ଖାଲି କରିଦେବି ତାହେଲେ ପିଲାମାନଙ୍କର କ'ଣ ହବ? ଏ ପିଲାମାନଙ୍କର ସ୍ୱପ୍ନର କ'ଣ ହବ? ସ୍ୱପ୍ନ? ପୁଣି ଏମାନେ? ତାମାନେ ଆପଣ କ'ଣ କହିବାକୁ ଚାହୁଁଛନ୍ତି? ଏ ପିଲାମାନଙ୍କର କ'ଣ ସ୍ୱପ୍ନ ନାହିଁ? ସ୍ୱପ୍ନ ଦେଖିବାକୁ ଅଧିକାର ନାହିଁ? ସ୍ୱପ୍ନ ସେଇମାନେ ଦେଖନ୍ତି ଯାହାର ଔକାତ ଥାଏ। ହଉ ମ୍ୟାଡାମ, ଏମାନଙ୍କର କି ଔକାତ ଅଛି? ଆପଣ ଯାହା କରିବା କଥା କରନ୍ତୁ, ହେଲେ ମୁଁ ବୁଝିଥିବା ଯାଏ ଏ ପିଲାଙ୍କର ମୁଁ କିଛି ବି ହବାକୁ ଦେବି, କି ଏ ଜାଗାରେ ବି କିଛି ହବାକୁ ଦେବି। ହଉ ମାଷ୍ଟର, ଟିକେ ଜଗି। ଗୁଡ୍ ମର୍ଣ୍ଣିଂ ଡକ୍ଟର ବାବୁ। ଆଉ କ'ଣ ଖବର? गुड मॉर्निंग सागरिका मैडम। हाँ सब ठीक ठाक चलती। ଆଉ କାମଟା କେତେ ବାଟ ଗଲା? କାମ? ଆରେ କାମଟା ମୁଁ ଅଟକିକି ରହିଛି। ଅଟୋ ବି ଗଲା, ହେଲେ କାହିଁକି? ଆରେ ସେ ଗୋଟେ ବୁଢ଼ା ମାଷ୍ଟର ଅଛି, ସେ ପିଲାମାନଙ୍କୁ ନେଇ ଗୋଟେ ଯାତ୍ରା ଚଲେଇଛି ଗୋଟେ। ଓ ଠିକ ଅଛି। ମୂଳୁ ମାଇଲେ ଯୁବ ସରି ଦେବଙ୍କ ସଙ୍ଗେ କିମ୍ବା କ'ଣ ବୁଝିପାରିଲେ? ବୁଝିଲି ବୁଝିଲି। Hi, myself DM Sagarika. Hello, I am Captain Ganga. How can I help you? Help? ପୁଣି ମତେ DM ସାଗରିକା କୁ? Actually ତମ ନାଁରେ ଯୋଉ ଜାଗାଟା ଅଛି ସେଟା ମତେ ଦରକାର। ଆପଣ କୋଉ ଜାଗା କଥା କହୁଛନ୍ତି? ସେଇ ଜାଗା, ସେଇ ଯୋଉ ମାଷ୍ଟର ନାଁ କ'ଣ? ମୋହନ ମାଷ୍ଟର ପିଲାମାନଙ୍କୁ ନେଇକି କ'ଣ ଯାତ୍ରା ଚଲେଇଛି। ଓ ଆପଣ ସେଇ ଜାଗା କଥା କହୁଛନ୍ତି କି? ସରି ମ୍ୟାଡାମ, ସେ ଜାଗାଟା ମୁଁ ଆପଣଙ୍କୁ ଦେଇପାରିବିନି। ସେ ଜାଗା ମୋ ପାଇଁ ହେବେ। ବଟ୍ ଭାଇ, ଆଉ ଏଟା ଆପଣ ଭାବୁଛନ୍ତି ଏଟା ମୋ ରିକ୍ୱେଷ୍ଟ? ମୁଁ ଆପଣଙ୍କୁ ଅର୍ଡର ଦେଉଥିଲି। Before going to anything, I want to tell you a story. After that, you will decide what to do. ଷ୍ଟୋରି? ମ୍ୟାଡ଼ାମ ମୋ ପାଖରେ ଟିକେ ଟାଇମ୍ଟା କମ୍ ଅଛି। ମ୍ୟାଡାମ, ମୁଁ ଆପଣଙ୍କ ବେଶୀ ସମୟ ବି ନେବିନି। ଛୋଟ ଷ୍ଟୋରିରେ ଆପଣ ବସନ୍ତୁ, ମୁଁ ଷ୍ଟାର୍ଟ କରୁଛି। ଓକେ, ଆଇ ଲାଇକ୍ ଷ୍ଟୋରିଜ୍। ଆଚ୍ଛା ପିଲାମାନେ, ଏଇ ଯୋଉ କଳାପଟାରେ ଦିଟା ଶବ୍ଦ ଲେଖିଲି ତା ଭିତରେ ପାର୍ଥକ୍ୟ କ'ଣ ଅଛି ତମେ କହିପାରିବ? ଆଚ୍ଛା ମା ଗଙ୍ଗା, ତମେ କହିଲ। ସାର୍, ଆ ଭିତରେ ତ କାହିଁ କିଛି ପାର୍ଥକ୍ୟ ଥିଲା ଭଳିଆ ମନେ ହଉନି। ହଉ ବସ, ମୁଁ ବୁଝେଇ ଦେଉଛି। ଦିଟା ଯାକ ଦେଖାଯାଉଛି ସମାନ, କିନ୍ତୁ ତା ଭିତରେ ବହୁତ ବଡ଼ ପାର୍ଥକ୍ୟ ଅଛି। ସ୍ୱପ୍ନରେ କ'ଣ ଅଛି? କେତେ ଲୋକ କେତେ ସ୍ୱପ୍ନ ଦେଖନ୍ତି, ହେଲେ କାହା ସ୍ୱପ୍ନ କେତେ ପୁରା ହୁଏ? ମାତ୍ର ସ୍ୱପ୍ନ ପୁରା ହବଟା ନା ପୁରା ଗୋଟି କରି ଗୋଟିଏ ଭଳିଆ କଥା। ଆଉ ଜୀବନରେ ସ୍ୱପ୍ନ ନୁହଁ, ଲକ୍ଷ୍ୟ ରଖ। ସେ ଲକ୍ଷ୍ୟ ପୂରା କରିବା ପାଇଁ କଠିନ ପରିଶ୍ରମ କର।
ଲକ୍ଷ୍ୟ ଲକ୍ଷ୍ୟ ସେଇଟା ଯୋଉଟା ତମକୁ କେବେ ଶୋଇବାକୁ ଦବନି। ଜୀବନର ପ୍ରକୃତ ମୂଲ୍ୟ ଲକ୍ଷ୍ୟ ହିଁ ଦିଏ। ବଡ଼ ଲକ୍ଷ୍ୟ ରଖ, କଠିନ ପରିଶ୍ରମ କର ତା ପାଇଁ। ଆଉ ଯଦି ଲକ୍ଷ୍ୟ ପୁରା ନ ହୁଏ ତାହେଲେ ସେଥିରେ ଭାଙ୍ଗି ପଡ଼ିବାର ନାହିଁ। ନୂଆ ଲକ୍ଷ୍ୟ ରଖ, ଅଧିକ ପରିଶ୍ରମ କର ତା ପାଇଁ। ଆଉ ଲକ୍ଷ୍ୟ ପୁରା କରିବା ପାଇଁ କରାଯାଇଥିବା ପରିଶ୍ରମଟା କେବେ ବି ବ୍ୟର୍ଥ ଯିବନି। ଆଉ ଯଦି ଲକ୍ଷ୍ୟ ପୁରା ହେଇଯାଏ ତାହେଲେ ମନରେ କେବେ ଗର୍ବ ବି ରଖିବେନି। କ'ଣ ବୁଝିପାରିଲ ତ? ଆଜ୍ଞା ସାର୍। ହଉ, ଯାହା ପାଠ ଦେଇଥିଲି କରିକି ଆଣିବ। ଆଜ୍ଞା ସାର୍। ହଉ, ମେଥର ଆସ। ସାର୍ ସାର୍ ଆରେ କ'ଣ ହେଲା ସୁଭାଷ? ସାର୍ ଆପଣ ଜାଣିଲେଣି ଗୋଟେ କଥା? ନା କ'ଣ କହୁନ? ସାର୍ ଆପଣ ସେଦିନ ପଚାରିଥିଲେ ନା ଗଙ୍ଗା କ'ଣ ପାଇଁ ସ୍କୁଲ ଆସୁନାହିଁ? ହଁ ପଚାରିଥିଲି ତ, କ'ଣ ପାଇଁ ଆସୁନି? ସାର୍ ଗଙ୍ଗାର ବାପା ମା ତାର ବାହାଘର ଠିକ୍ କରିଦେଇଛନ୍ତି ସାର୍। କ'ଣ କହିଲୁ? ବାହାଘର? ଆଜ୍ଞା ସାର୍। ପୁଣି ଗଙ୍ଗାର? ତା ଛଡ଼ା ତା ବୟସ ହିଁ କେତେ? ଆଚ୍ଛା ତୁ ତା ଘର ଜାଣିଛୁ ନା? ହଁ ସାର୍। ହଉ ଚାଲ ମୋ ସାଙ୍ଗେ ଚାଲ, ତା ଘରକୁ ଯିବା ଚାଲ। ହଁ ଗୋଟେ ଜରୁରୀ କଥା ଥିଲା ଆପଣମାନଙ୍କ ସହ। ଗଙ୍ଗା, ଏ ଗଙ୍ଗା, ସାର୍ ଗୋଟେ ଲେମ୍ବୁ ପାଣି ଆଣିବୁ ତ। ଶୁଣୁ ସାର୍। ହଁ ମା, ନଉଛି। ଆଚ୍ଛା ମୁଁ କ'ଣ ଶୁଣିବାକୁ ପାଇଲି ଆପଣ ଗଙ୍ଗାର ବାହାଘର କରିଦେବାକୁ ବସିଛନ୍ତି? ଏଇଟା କ'ଣ ସତ? ହଁ ସାର୍, ଆମର ଏ ପରିସ୍ଥିତିରେ ଗଙ୍ଗାର ବାହାଘର ହେବାଟା ହିଁ ଠିକ୍। ପୁଅ ବି ଭଲ ଅଛି। ସେ ଆରକା ଗଭର୍ଣ୍ଣମେଣ୍ଟ ସ୍କୁଲରେ ପିଅନ ଅଛି। ଭଲ ଦରମା ବି ପାଉଛି। ଆଉ ଆମକୁ ଦୟାକରି ଯୌତୁକ ବି ଦେଲେନି। ଆଉ ସେଇଠି ବାହା ହେଲେ ମୋ ଗଙ୍ଗା ଖୁସିରେ ରହିବ। ମାତ୍ର ଆପଣମାନେ ଏଇଟା ଠିକ୍ କରୁନାହାନ୍ତି। ଗଙ୍ଗାର ବାହାଘର ହେଇଗଲେ ତା ସ୍ୱପ୍ନର କ'ଣ ହବ? ତା ଛଡ଼ା ଗଙ୍ଗାର ତ ବାହା ହବା ବୟସ ହେଇନି। ହଁ ଆଜ୍ଞା, ଆମେ ବୁଝିପାରୁଛୁ ଆଜ୍ଞା। ପଢ଼ା ଲେଖା ଜରୁରୀ, ମାତ୍ର ଝିଅ ପିଲାଟା ପଢ଼ି ପଢ଼ି କେତେବେଳେ ଆଗକୁ ବଢ଼ିଯିବ। ଝିଅ ଜନ୍ମ କଲା ପର ଘରକୁ। ଆଉ ଆପଣ ଆମ ଅବସ୍ଥା ବି ଦେଖିପାରୁଥିବେ ଆଜ୍ଞା। ଆମେ ହେଲୁ ଦିନ ମଜୁରିଆ ଲୋକ। ଆଜି ଖଟିଲି ଆଜି ଖାଇଲି। ଆଉ ଦିନ ସାରା ପରିଶ୍ରମ କରି କରି ଦାନା ଗଣ୍ଡେ ମିଳିବା ବହୁତ କଷ୍ଟକର ଆଜ୍ଞା। ଆଉ ଆଉ ଆମର ଏ ଗଙ୍ଗା, ତାର ବାହାଘରଟା କରିଦେଲେ ଆମ ମୁଣ୍ଡରେ ଗୋଟେ ବୋଝ କମିଯିବ ଆଜ୍ଞା। ମୁଁ ବୁଝିପାରୁଛି ଆପଣମାନଙ୍କ ଅବସ୍ଥା, ହେଲେ ତାର ସମାଧାନ ତ ଏଇଆ ନୁହେଁ କି ଆପଣ ଗଙ୍ଗାର ବାହାଘର କରିଦେବେ। ଆପଣ ଯଦି ଗଙ୍ଗାର ବାହାଘର କରନ୍ତି ତାହେଲେ ତା ସ୍ୱପ୍ନର କ'ଣ ହବ? ତା ଛଡ଼ା ମୁଁ ଦେଖିଛି ଗଙ୍ଗା ଆଖିରେ ଗୋଟେ ଲକ୍ଷ୍ୟ ଅଛି, ତା ମନରେ ଗୋଟେ ସ୍ୱପ୍ନ ଅଛି। ଏ ବାହାଘର ତା ସବୁ ସ୍ୱପ୍ନକୁ ଭାଙ୍ଗି ଦେଇଛି, ଚୁରମାର କରିଦେବ। ସ୍ୱପ୍ନ, ଲକ୍ଷ୍ୟ ଏସବୁ ଭରା ପେଟରେ ବହୁତ ଭଲ ଲାଗେ ଆଜ୍ଞା। ଭରା ପେଟରେ ବହୁତ ଭଲ ଲାଗେ। ଆଉ ଏସବୁ ଆପଣମାନଙ୍କ ପାଇଁ ବହୁତ ଭଲ। ଆମ ଅଭାବୀ ସଂସାର ମାନଙ୍କ ପାଇଁ ନୁହେଁ। ଦିନରେ ଦି ବେଳା ଖାଇବା ମିଳିବନି, ଆମର ସେ ପାଇଁ ବହୁତ ଖୁସି ଆଜ୍ଞା। ସେ ସ୍ୱପ୍ନ ପଛରେ ଆମେ ଦୌଡ଼ି ପାରିବୁନି ଆଜ୍ଞା, ଜମା ଦୌଡ଼ି ପାରିବୁନି। ହଁ ସାର୍, ଆମର ତ ଖାଇବାକୁ ପଇସା ନାହିଁ। ପାଠ ପଢ଼ିବାକୁ କୋଉଠୁ ପଇସା ଆଣିବୁ? ଝିଅ ପିଲାଟା ଆଜି ନହେଲେ କାଲି ତ ତାର ବାହାଘର ହବ ନା। ଆଉ ଏବେ ବାହାଘର କରିଦେଲେ କୋଉଠି କ'ଣ? ବାପା, ବାପା, ମୁଁ ବାହା ହେବାକୁ ଚାହୁଁନି ବାପା। ମୁଁ ପାଠ ପଢ଼ିବାକୁ ଚାହୁଁଛି। ବାହା ହେବାକୁ ଚାହୁଁନି। ତମେ ଶାନ୍ତ କଥାରେ ରାଜି ହେଇଯାଅ ନା ବାପା। ତମେ ଶାନ୍ତ କଥାରେ ରାଜି ହେଇଯାଅ। ମା, ଟୁକା, ତୁ ଜାଣିଛୁ ତୋ ବାପା କେତେ କଷ୍ଟରେ ଅଛି ଜାଣିଛୁ? ତୁ ଜାଣିଛୁ କେତେ କଷ୍ଟରେ ଅଛ? ଝିଅ ଜନ୍ମ ଘର କରିବୁ। ତୁ ପାଠ ପଢ଼ି କ'ଣ କରିବୁ? ଚୁପ୍ କର। ମାଉସୀ, ମୁଁ ଆପଣଙ୍କ ପରିସ୍ଥିତି ବୁଝିପାରୁଛି, ହେଲେ ଗଙ୍ଗାକୁ ଗୋଟିଏ ସୁଯୋଗ ତ ଦେଇ ଦେଖନ୍ତୁ। ଗୋଟିଏ ସୁଯୋଗ। ଆପଣମାନେ ଗଙ୍ଗାକୁ ସୁଯୋଗ ତ ଦେଇଛନ୍ତି, ମୁଁ ବୁଝିପାରୁଛି ଆପଣଙ୍କର ଅବସ୍ଥା। ହେଲେ ଗଙ୍ଗାର ବାହାଘର ହେଇଗଲେ ତ ସବୁ ସ୍ୱପ୍ନ ଭାଙ୍ଗିରେ ଚୁରମାର ହେଇଯିବ। ଆପଣ ତା ନିଜ ବାପା ମା ହେଇ ଗଙ୍ଗାକୁ ଏମିତି କେମିତି କରିପାରିବେ? ଗଙ୍ଗାର ବାହାଘର କଲେ ତା ଜୀବନ ଗୋଟେ ଅନ୍ଧକାରମୟ ହେଇଯିବ। ତା ଏସବୁ ସହଜ ନୁହେଁ ଆଜ୍ଞା। ଆପଣ ଆମ ଝିଅ ପାଇଁ ଯାହା ବି କରିଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ମାତ୍ର ଆମେ ଥକି ଗଲୁଣି ଆଜ୍ଞା।
ସେ ସେ ସ୍ୱପ୍ନ ପଛରେ ଆମକୁ ଆଉ ଦୌଡ଼ିବାର ନାହିଁ। ଦିନକୁ ଦିବେଳେ ଖାଇବା ମିଳିଗଲେ ସେତିକି ଆମର ଯଥେଷ୍ଟ। ଆଉ ଆଉ ଏ ଦୁଇ ଝିଅଙ୍କର ବାହାଘର କରିଦେଲେ ମୋ କାମ ଖତମ ହେଇଯିବ ଆଜ୍ଞା। ମୁଁ ବୁଝିପାରୁଛି ଆପଣମାନଙ୍କର ଅବସ୍ଥା, ମାତ୍ର ଗଙ୍ଗାର ବାହାଘର ହେଇଗଲେ ତ ସବୁ ସ୍ୱପ୍ନ ଭାଙ୍ଗିଯିବ। ତା ଉଡୁଥିବା ଡେଣାଟାକୁ ଛିଡ଼େଇ ଫୋପାଡ଼ି ଦିଅନ୍ତୁନି। ଦୟାକରି ଆପଣ ତା ନିଜ ବାପା ମା ହେଇ ତା ଜୀବନ କେମିତି ଅନ୍ଧକାରମୟ କରି ଦିଅନ୍ତୁନି। ଥରେ ତା ଭବିଷ୍ୟତ କଥା ଚିନ୍ତା ତ କରନ୍ତୁ। ଦୟାକରି ମୁଁ ତମ ଆଗରେ ହାତ ଯୋଡୁଛି, ଦୟାକରି ସେମିତି କରନ୍ତୁନି। ତା ଭବିଷ୍ୟତ କଥା ଥରେ ଚିନ୍ତା କରନ୍ତୁ ତ। ବାପା ମା ସମସ୍ତେ ପାଠ ପଢିବାକୁ ଗୋଟିଏ ସୁଯୋଗ ଦିଅ। ମୁଣ୍ଡ ଛୁଇଁ ରାଣ ଖାଇ କହୁଛି ତମ ମୁଣ୍ଡ କେବେ ବି ତଳକୁ ହବାକୁ ଦେବିନି। ମତେ ପାଠ ପଢିବାକୁ ଗୋଟିଏ ସୁଯୋଗ ଦିଅ ବାପା। ମତେ ପାଠ ପଢିବାକୁ ଗୋଟିଏ ସୁଯୋଗ ଦିଅ। ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁ। ଏ ଗଙ୍ଗା ପାଇଁ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ସାର୍। ତାର ସବୁ ସ୍ୱପ୍ନକୁ ସ୍ୱପ୍ନ କରିବା ପାଇଁ ମୁଁ ବହୁତ ଚେଷ୍ଟା କରିବି। ଖାଲି ଆପଣଙ୍କୁ ଗୋଟେ ମାତ୍ର ବିନତି, ତା ହାତ କେବେ ଛାଡ଼ିବେନି ସାର୍। ଆପଣ ତା ହାତ କେବେ ଛାଡ଼ିବେନି ସାର୍। ମୁଁ ଆପଣଙ୍କୁ କଥା ଦଉଛି, ଏ ଗଙ୍ଗା ଆପଣଙ୍କୁ ନିଶ୍ଚିତ ବାଧିତ କରିବ। ବୋଉ ଏ ବୋଉ ମତେ ପାଣି ଗ୍ଲାସ ଟିକେ ଦେଲୁ। ଏ ବୋଉ ବୋଉ ଏ ବୋଉ ତତେ ବାପା ପାଣିରେ କି କଣ ହେଇଛି? କଣ ବାପା କଣ ହେଇଛି? ଆରେ ମା ସେ କିଛି ନାହିଁ ମ ତ ଦିଦି ନା ସମସ୍ତଙ୍କ ଆଖିରେ ଲେମ୍ବୁ ଚୁପୁଡ଼ି ଦେଲା। ହଁ ଷ୍ଟୋରି was interesting but এটা କହିବାର ମାନେ କଣ? ସେ ଯୋଉ ଷ୍ଟୋରିରେ ଯୋଉ ଝିଅଟା ଥିଲା ସିଏ ହଉଛି ମୁଁ। ହଁ ମୁଁ ହଉଛି ସେଇ ଗଙ୍ଗା, ସେଇ ଗରିବ ଘରର ଝିଅ ଗଙ୍ଗା। ଖାଲି ମୋହନ ସାରଙ୍କ ପାଇଁ ଆଜି ଆପଣଙ୍କ ଆଗରେ କ୍ୟାପ୍ଟେନ ଗଙ୍ଗାର ହିଁ ଠିଆ ହେଇଛି। ଆପଣ ସିନା କହିଦେଲେ ସେ ଜାଗାର ମୂଲ୍ୟ, ସେ ଘରର ମୂଲ୍ୟ, କିନ୍ତୁ ସେଠି ଥିବା ମୋ ସାର୍, ତାଙ୍କ ସ୍ନେହ, ତାଙ୍କ ଆଦର, ତାଙ୍କ ଜ୍ଞାନ, ମୁଁ ତାର ମୂଲ୍ୟ କେମିତି ଲଗାଇବି? ସେଟା କେବଳ ଗୋଟେ ଭଙ୍ଗା ଘର ନୁହଁ, ମୋ ପାଇଁ ମନ୍ଦିର, ମୋ ପାଇଁ ମନ୍ଦିର। So sorry madam, I can't take this risk. କଣ ସତରେ? ଆଜ୍ଞା I'm shocked. ମୁଁ ଭାବିଥିଲି ସେ ଗାଁରେ କିଛି ଆଶାର ଆଲୋକ ହିଁ ନାହିଁ। ମୁଁ ଭାବିଥିଲି ଆଉ କିଛି ଭବିଷ୍ୟତ ହିଁ ନାହିଁ ତା ଗାଁର। ମୁଁ ଭାବିନଥିଲି ମୋ ମଦନ ସାର୍ ଭଳିଆ ଲୋକ ଆଜି ପର୍ଯ୍ୟନ୍ତ ଏକ୍ଜିଷ୍ଟ କରୁଛନ୍ତି। ମୁଁ ଭାବିଥିଲି କି ସେ ମାଷ୍ଟର ତା ନିଜ ସ୍ୱାର୍ଥ ପାଇଁ ଏସବୁ କରୁଛି। ସ୍ୱାର୍ଥ ତ ନିଶ୍ଚୟ ଅଛି ମ୍ୟାଡାମ, ସ୍ୱାର୍ଥ ତ ନିଶ୍ଚୟ ଅଛି। ତାଙ୍କର ଖାଲି ଏଇଟା ସ୍ୱାର୍ଥ, ଏଇଟା ଲକ୍ଷ୍ୟ ଯେ ସେଇ ବସ୍ତିର ଗରିବ ପିଲାମାନଙ୍କୁ ଆପଣଙ୍କ ପରି ବଡ଼ ପଦବୀରେ ବସେଇବା ଆଉ ତାଙ୍କୁ ଶିକ୍ଷା ଦେବା ଯେ କେମିତି ଦେଶର ସେବା କରିବେ। ତାହେଲେ ସେଇ ସ୍ୱାର୍ଥଟା ମୋତେ ବି ଦରକାର। ସେଇ ସ୍ୱାର୍ଥ ମୁଁ ବି ଆପଣେଇବାକୁ ଚାହୁଁଛି। ଚାଲନ୍ତୁ ମୋହନ ମାଷ୍ଟର ପାଖକୁ ମୋତେ ନେଇ ଚାଲନ୍ତୁ। ନମସ୍କାର ମ୍ୟାଡ଼ାମ। ହ୍ୟାଲୋ ପ୍ରୀତମ ବାବୁ, ଆଉ କେମିତି ଅଛନ୍ତି? ହଁ ମୁଁ ତ ଭଲ। ଆଉ କାମଟା ହେଲା? କାମଟା ହେଇପାରିବନି। ହେଲେ କାମଟା ହେଇପାରିଲାନି କାହିଁକି ନା ମୁଁ ମୋ ନିଜ ଭୁଲଟା ବୁଝିଲି। ମୁଁ ମୋ ପାୱାରକୁ କୋଉ ହିସାବରେ ୟୁଟିଲାଇଜ କରୁଥିଲି ମୁଁ ଆଜି ଜାଣିଲି। ହେଲେ କାମଟା ନହେଲେ ଯୋଉ ପଇସା ଖର୍ଚ୍ଚ କରୁଛି, ଯୋଉ ଟାଇମ୍ ଦେଇଛି ତାର ହବ କଣ?
ଡିଲ୍ ପାଇଁ ମୁଁ ଯାହା ବି କରିଛି ସବୁର ହିସାବ ମୁଁ ଗୋଟି ଗୋଟି କରି ନେବି। ଏସବୁ ଖୋଖଲା ଧମକିରୁ DM ସାଗରିକା ଡରେ। ମ୍ୟାଡାମ ସାର୍ ପ୍ରଣାମ। ନା ତମେ କିଏ? ଆଲୋ ମା ଗଙ୍ଗା, କେମିତି ଅଛ ମା? ହଁ ମୁଁ ବି ଭଲ ଅଛି। ପ୍ରଣାମ ଦେବ ମ୍ୟାଡାମ। ହେଲେ ଆପଣ ବି ଏଠି ମୋ ଦ୍ୱାରା ଯାହା ବି ଭୁଲ ହେଇଛି ମୋତେ କ୍ଷମା କରିଦିଅନ୍ତୁ। ଭୁଲ ତ ମଣିଷଙ୍କର ହୁଏ, ଆଉ ସେ ଭୁଲକୁ ନିଜେ ବୁଝି ତା ପାଇଁ କ୍ଷମା ମାଗି ଆଉ ତାର ସମାଧାନ କରିବା ହିଁ ମଣିଷର ଲକ୍ଷ୍ୟ। ଆପଣ ମୋତେ ନିଜ ଝିଅ ଭାବିକି କ୍ଷମା କରିଦିଅନ୍ତୁ।